ধরছো কাহিଁକି କ'ଣ ପାଇଁ ଧରଛ? ଧରିଛୁ ଆମେ ଗ୍ରୁପରୁ ଲୋନ୍ ଉଠେଇକି ଚାଷ କରୁଛୁ। ଆମେ ଚାଷୀ ଖଟିଖିଆ ଲୋକ ଆମେ ଦେଖିଲା ବେଳକୁ ଜାନୁଆରୀ 5 ତାରିଖରୁ ମୁଣ୍ଡି ପୂଜା ସରିଲାଣି। ମିଳନ ଆସିଥିଲେ ସେ ଧାନ କିଣୁନାହାନ୍ତି, ଆସିକି କହୁଛନ୍ତି କୁଇଣ୍ଟାଲରୁ 12 କିଲୋ କାଟିମୁ। ଗଭର୍ଣ୍ଣମେଣ୍ଟ ତ କହିଥିଲା କଟିଣି ଛଟିଣି ନାହିଁ, ଗଭର୍ଣ୍ଣମେଣ୍ଟ କହିଥିଲେ ତ ହଉଛି କଟିଣି ଛଟିଣି ନାହିଁ ବୋଲି। ବର୍ତ୍ତମାନ ମିଲରଙ୍କର ଏସବୁ ଚାର୍ଜ ନା ଗଭର୍ଣ୍ଣମେଣ୍ଟର ଚାର୍ଜ, ଏସବୁ କାହାର ଚାର୍ଜ? କ'ଣ କରିବେ ବିଶ୍ୱକାତ କାହିଁ ଧରିଛନ୍ତି? ବିଷ ଖାଇକି ମରିମୁ ଆମେ ଚାଷୀ। ଗ୍ରୁପରୁ କରିକି ଆମେ ଚାଷ କରୁଛୁ। ଏ ସୋସାଇଟି ଆଗରେ ବିଷ ଧରିକି ଆମେ ଖାଇକି ମରିମୁ। ଧାନ ଘର କତର ପଡ଼ିଛି, ଷେଣ୍ଢ ମେଣ୍ଢ ବାଛିକି ଗୁରୁ ଖାଉଛନ୍ତି। ସରକାର କହିଲେ କଟିନ୍ ଛଟିନ୍ ନାହିଁ ବୋଲି। ନାହିଁ, ଆଉ ସେଇ ଛଟିଣି କହୁଛନ୍ତି କାଳେ 12 କେଜି କୁଇଣ୍ଟାଲ। ତେଣୁ ଆମେ ଅରାଜି ବାସ୍ ଆମ କଥା କେହି ଶୁଣିଲେ ନାହିଁ। ତେଣୁ ଆଜି କହିଛି ଯେ ବର୍ଷ ପ୍ରସ୍ତୁତ କରିକି ବୁରା କିଣିକି ନାଁଟା କ'ଣ? ଗୁହାଧର ନାୟକ। ଇଏ ଆସିଛି ମୋର 2 ଏକର ଟୋକନ ଆଇଛି। 25 କିଲୋ 25 କୁଇଣ୍ଟାଲ 75 କିଲୋ ନା 72 କିଲୋ ଆଇଛି। କେତେ ଧାନ ପକେଇଲେଣି ଏଠି? ନା ଧାନ ଆଣିନୁ, ଆମେ ବୁରା କରିକି ରଖିଛୁ। ଆଙ୍କର ପଣ୍ଡି ଖୋଲିଥିଲେ ନେଇ କୁଣ୍ଟା ନଗା ହେଇନି। ଆମେ ଏଇ କତି ଲୋକ ଏଇ ଯୋଉ ପଘାର ଭିତରେ ଆମ କାହିଁକି ଆଣିଲେନି ଆପଣ? ଟୋକନ କେତେ ତାରିଖ ଅଛି? ଅଛି ତାରିଖ। ତାରିଖଟା 5 ତାରିଖ ନା 6 ତାରିଖ ଥିଲା। ଫେରି 27 କ'ଣ ପାଇଁ ଦଉନାହାନ୍ତି? କ'ଣ ପାଇଁ ଦଉନାହାନ୍ତି? ତାଙ୍କର ପରା ଏଇ ମିଲର ଆସୁଛନ୍ତି 12 କେଜି କାଟିମୁ, 13 କେଜି କାଟିମୁ, 10 କେଜି କାଟିମୁ। କାଟୁଚୁନି ନା ଆମେ ଧାନ ଦଉଛୁ ନା ସେ ସୋସାଇଟି ନଉଛି। ଏ ହେଉଛି କଥା। ମେନ୍ କଥା ହେଉଛି କଣ୍ଟା ନାଗି ନେଇ ଏପର୍ଯ୍ୟନ୍ତ। ଆଜି କ'ଣ ଧାରାରେ ବସିଛ? ଆଜି ଧାରଣାରେ ବସିଛୁ। ଏ ବିଷୟରେ ଗୋଟେ ଆଲୋଚନା କିଛି ଯଦି ହବ ତ ହବ, ନହେଲେ ଆମେ ବିଷ ଖାଇକି ମରିମୁ ଚାଷୀ। ସହଦେବ ରାଉତ। କ'ଣ ହେଇଛି ଆଜ୍ଞା? ମୁଁ 6 ଏକର ଜମି ଚାଷ କରିଛି। 1 ଲକ୍ଷ ଟଙ୍କା ଲୋନ୍ ଆଣିକି ଚାଷ କରିଥିଲି। ଧାନ ଆଣିକି ସୋସାଇଟି ପକେଇଛି। ଏପର୍ଯ୍ୟନ୍ତ 5 ତାରିଖ ମଣ୍ଡି ଖୋଲିଲାଣି, ଏପର୍ଯ୍ୟନ୍ତ ଧାନ ଯାଉନି। ଯିଏକି ମିଲର ମାନେ ଆସୁଛନ୍ତି ତାଙ୍କ ମନମୁଖୀ ଶାସନରେ ସେମାନେ କହୁଛନ୍ତି 12 କିଲୋ 13 କିଲୋ କାଟିବୁ। ତାପରେ ଯେଉଁ ବୁରା ଦେଉଛନ୍ତି ସେ ବୁରାରେ ଆମେ ପୁରେଇକି ଧାନ ବି ଦେଇପାରୁନୁ। ବୁରା 50 ପଟକୁ 28 କିଲୋ, ସେମାନେ କାଟୁଛନ୍ତି 35 କିଲୋ। ସେପଟ ଅଧିକା ଧାନ ନେଉଛନ୍ତି, ଏପଟ କିଲୋର 12 କିଲୋ ଲେଖେ ଧାନ କାଟୁଛନ୍ତି। ତାହେଲେ ଆମେ ଆଜ୍ଞା କରିମୁ କ'ଣ? ଏପର୍ଯ୍ୟନ୍ତ ଜାନୁଆରୀ ମାସ ସରିତ ବସିଲାଣି, ଧାନ ଏପର୍ଯ୍ୟନ୍ତ ସୋସାଇଟିରେ ପଡ଼ିଛି। ତେଣୁ ଆମେ କ'ଣ କରିମୁ? ମାନେ ନା ଲୋନ୍ ଦେଇପାରୁଛୁ ନା ଧାନ ବିକି ପାରୁଛୁ। ବାଧ୍ୟ ହେଇକି ଆମେ ଶେଷରେ ଆତ୍ମହତ୍ୟା କରି ବସିମୁ, ବିଷ କାଚ ଧରିକି ବସିଛୁ। ଯଦି ଧାନ ନ ଯିବ ତାହେଲେ ଆମେ ଆଉ ଘରକୁ କାହିଁ ଫେରିମୁ? ଏଇ ରାସ୍ତାରେ ପଡ଼ିକି ମରିମୁ। ଆଉ ତାର ଯେ ଲୋନ୍ ଦେଇଥିଲା ସେ ଆମ ସବୁକୁ ନେଇକି ତାର ଯାହା କରୁଛୁ କରୁ। ଆଉ କ'ଣ? ଆଉ ଆମେ ତ ପଇସା ଦେଇପାରିବୁ ନା? ଧାନ ତ ମିଲର ନେବେନି କି ସରକାର କହୁଛନ୍ତି କଟିଂ ଛଟିଂ ନାହିଁ। ଏଣେ ଦେଖିଲା ବେଳକୁ ମନମୁଖୀ ଶାସନ କରିକି ଆସିକି 12 କିଲୋ 13 କିଲୋ କାଟୁନି। ଯିଏ ବି ବୁରା ଦେଉଛନ୍ତି ସେ ବୁରା ରାସ୍ତାର ବୋହିକା ଧାନ ଆସିକି ସୋସାଇଟି ଧରିଲା ବେଳକୁ ତା ଦେହରେ 10 କିଲୋ ଧାନ ପଳାଉଛି। ସେ ବୁରା ଦେଉଛନ୍ତି 50 ପଟକୁ 28 କିଲୋ, ଏମାନେ କାଟୁଛନ୍ତି 35 କିଲୋ। ଆଉ ଏମିତି ତ ଆମେ ବାଣ୍ଟୁ ବୁରାରେ ଅଧେ ଧାନ ପଳାଇବ। ଆଉ ତାହେଲେ ଆମେ ଚାଷ କରିବୁ କାହିଁକି ନା? ଏତେ ପରିଶ୍ରମ କରିବୁ, ଲାଷ୍ଟରେ ବିଷ କାଚ ଧରିକି ପିଇ ଦେଇକି ଶୋଇପଡ଼ିବୁ। ଏଇଟା ହେଲା ଆମର ଶେଷ ନିଶ୍ଚିତ। ଆଉ ସୁବର୍ଣ୍ଣ ସୁଯୋଗ ଡାକ ବିଭାଗରେ ବଡ଼ ନିଯୁକ୍ତି 10 ପାସ୍ କରିଥିଲେ କରିପାରିବେ ଆବେଦନ। ହଁ ଦର୍ଶକ ବନ୍ଧୁ, ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଡାକ ବିଭାଗ ସାରା ଦେଶରେ ସବୁ ସଂଖ୍ୟକ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପଞ୍ଜାବ, ହରିୟାଣା, ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ଜାମ୍ମୁ କାଶ୍ମୀର ସମେତ ଅନ୍ୟ ରାଜ୍ୟରେ 28,000ରୁ ଅଧିକ ପଦ ପୂରଣ କରାଯିବ। ତେଣୁ ନିଯୁକ୍ତି 10ମ ପାସ୍ କରୁଥିବା ପ୍ରାର୍ଥୀଙ୍କ ପାଇଁ ବର୍ତ୍ତମାନ ଖୋଲା ଏବଂ କେବଳ 10ମ ଶ୍ରେଣୀରେ ପ୍ରାପ୍ତ ନମ୍ବର ଅଧୀନରେ ପ୍ରସ୍ତୁତି ମେରିଟ୍ ଲିଷ୍ଟରେ ଚୟନ କରିବ।
বর্তমান ব্রাঞ্চ পোস্ট মাস্টার বা পিপিএম আসিস্টান্ট ব্রাঞ্চ পোস্ট মাস্টার বা এপিপিএম পদবী পাই আবেদন করিপারিবে। প্রার্থী পাই সর্বনিম্ন বয়স সীমা 18 বর্ষ হইଥିବା নিহাতি আবশ্যক এবং সর্বাধিক বয়স 40 বর্ষ এক সংকীর্ণ বর্গ পাই বয়স ছাড় প্রযোজ্য। আবেদন প্রক্রিয়া জানুয়ারি 31, 2026 রু আরম্ভ ହେବ এবং ফেব্রুয়ারি 14, 2026 পর্যন্ত দাখল করিপারিবে। মনোনীত প্রার্থীমানে পাইবে এবং নির্ভর করে মাসিক 10,000 রু 29,000 টঙ্কা দরমা পাইবে। আগ্রহী প্রার্থীমানে ভারতীয় ডাক বিভাগরে সরকারি ওয়েবসাইট মাধ্যমে অনলাইনে আবেদন করিপারিবে। দর্শক বন্ধু আমি আউ থরে ଆପଣମାନଙ୍କୁ ପୁଣି ଥରେ ଦଶମ ଶ୍ରେଣୀ ପାସ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ସୁଯୋଗ। ଏହି ସୁଯୋଗକୁ ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗରେ ବଡ଼ ନିଯୁକ୍ତି। ଦଶମ ପାସ୍ କରୁଥିଲେ କରିପାରିବେ ଆବେଦନ। ଦର୍ଶକ ବନ୍ଧୁ ସବୁଠାରୁ ଦମଦାର ଖବର ଉପରେ ନଜର ପକାଇବା। ସାରା ଦେଶରେ ଖୁବ୍ ଶୀଘ୍ର ଶସ୍ତା ହୋଇଯିବ ପେଟ୍ରୋଲ ଓ ଡିଜେଲ। লিটর পিছা মিলিব মাত্র 37 টঙ্কা, 57 টঙ্কা, 38 টঙ্কা, 3 পয়সা টঙ্কার। জাণতু কোণ অটে ଏହା ପଛର କାରଣ। ବନ୍ଧୁଗଣ, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ କିଛି ମାସ ହେବ ବଢ଼ି ବଢ଼ି ଚାଲିଛି। ପେଟ୍ରୋଲ ଅଧିକ ଦର ହେଉଥିବାରୁ ସାଧାରଣ ଜନତାଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ଡିଜେଲ ଦର ବଢ଼ିବାରୁ ଟ୍ରାନ୍ସପୋର୍ଟ ଦ୍ୱାରା ଆସୁଥିବା ବସ୍ତୁଗୁଡ଼ିକର ଦର ମଧ୍ୟ ବଢ଼ି ଚାଲୁଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତା ଉପରେ ପଡ଼ୁଛି। କିନ୍ତୁ ହେଲେ ବନ୍ଧୁଗଣ, ଏଇ କିଛି ସମୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଖୁସି ଖବର ସାମ୍ନାକୁ ଆସିଛି। ମିଡ଼ିଆ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର କମ୍ କରି ପାଇଁ ବର୍ତ୍ତମାନ ବିଚାର କରୁଛନ୍ତି। ଦେଶର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲାବେଳେ ବିଚାର କରୁଥିଲେ ଏବଂ ଏହି ମଧ୍ୟରେ ପରିଶୋଧ ଲାଗୁ କରାଯାଉଛି। ତାହେଲେ ଦେଶର ପେଟ୍ରୋଲ ଓ ଡିଜେଲ ଦର ଅଧା କମିଯାଇପାରେ ବୋଲି ଆଶା ରଖିଛି ଭାରତୀୟ ପେଟ୍ରୋଲ ବିଭାଗ। ଦର୍ଶକ ବନ୍ଧୁ, ଧର୍ମେନ୍ଦ୍ର ପ୍ରଧାନ ଗତ 2 ଦିନ ତଳେ କରିଥିଲେ ସେ ତାଙ୍କର ମନ୍ତ୍ରୀଙ୍କ ପକ୍ଷରୁ ପରିଷଦ ପକ୍ଷରୁ ପେଟ୍ରୋଲିୟମ ଏବଂ ପ୍ରଡକ୍ସନର ନିଜ ଅଧୀନରେ ସାମିଲ କରିବା ପାଇଁ ଭାରତର ଅନୁରୋଧ କରିଥିଲେ। ଏହା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏକ ସଂକେତ ଦେଇଛନ୍ତି। ଯଦି ବନ୍ଧୁଗଣ ଏହି ଯୋଜନା ସଫଳ ହୋଇଯିବ ତାହେଲେ ସମଗ୍ର ଦେଶବାସୀଙ୍କୁ ଏହାର ବର୍ତ୍ତମାନ ଭରପୁର ଫାଇଦା ନେଇପାରିବେ। ବନ୍ଧୁଗଣ, ବର୍ତ୍ତମାନ ଦେଶର 2 ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର 100 ଟଙ୍କା ହୋଇସାରିଛି ଏବଂ ପେଟ୍ରୋଲ ଡିଜେଲରେ ଦର ବଢ଼ିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଟ୍ରାନ୍ସପୋର୍ଟିଂ ପେଟ୍ରୋଲ ଉପରେ କେନ୍ଦ୍ର ସରକାର ବର୍ତ୍ତମାନ ଉତ୍ପନ୍ନ ଶୁଳ୍କ ସାଧାରଣ ଜନଙ୍କ ଠାରୁ 100%ରୁ ଅଧିକ ବର୍ତ୍ତମାନ ଟ୍ୟାକ୍ସ ନେଉଛନ୍ତି। କିନ୍ତୁ ଟ୍ୟାକ୍ସ କାରଣରୁ ଏଇ କିଛି ଦିନ ହେବ 35 ଟଙ୍କା ପେଟ୍ରୋଲ ବର୍ତ୍ତମାନ 90 ଟଙ୍କାରୁ ଅଧିକ ହୋଇଛି, ଯାହାକୁ ସାଧାରଣ ଜନତାମାନେ ଏବଂ କ୍ରୟ କରିପାରୁଛନ୍ତି। ବନ୍ଧୁଗଣ, ରହିଛି ଡିଜେଲ ଲିଟର ପିଛା 81 ଟଙ୍କା ରହିଥିଲା ବେଳେ ଉତ୍ପାଦନ ଶୁଳ୍କ କ୍ରମତଃ ପେଟ୍ରୋଲ 32 ଟଙ୍କା ବର୍ତ୍ତମାନ 98 ପଇସା ପ୍ରତି ଲିଟର ଓ ଡିଜେଲ 31 ଟଙ୍କା 30 ପଇସା ପ୍ରତି ଲିଟର ପାଇଁ ବର୍ତ୍ତମାନ ଯୋଡ଼ିଛନ୍ତି। ହେଲେ ବନ୍ଧୁଗଣ, ଯଦି ସରକାର ଦ୍ୱାରା ଏଇଭଳି ହାର ସ୍ଥିତି ପେଟ୍ରୋଲ ଡିଜେଲ ରକ୍ଷା ହୋଇଯିବ ତାହେଲେ ପେଟ୍ରୋଲ ଦର ବହୁତ କମିଯିବ ବୋଲି ମଧ୍ୟ ଆସେସମେଣ୍ଟ କରାଯାଉଛି। ବନ୍ଧୁଗଣ, ଦେଶରେ 5% ଓ 12%, 18% ଓ 18% ଆଜି 4ଟି ପ୍ରାଥମିକ ଜିଏସଟି ଦର ରହିଛି। ସାଧାରଣ ଯଦି ପେଟ୍ରୋଲ 5% ଜିଏସଟି ଶ୍ଳୋକରେ ରଖାଯିବ ତାହେଲେ ପେଟ୍ରୋଲ ଦର 37 ଟଙ୍କା 57 ପଇସା ପ୍ରତି ହୋଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କର ସୂଚନା ରହିଛି। ଦର୍ଶକ ବନ୍ଧୁ, ଆଜି ଓଡ଼ିଶା ବନ୍ଦ କଂଗ୍ରେସର ମଧ୍ୟ ସମର୍ଥନ କରିଛି।
ଅଠେଇଶ ଜାନୁଆରୀ 2026ରେ ଓଡ଼ିଶା ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବନିର୍ମାଣ କୃଷକ ସଂଘ ପକ୍ଷରୁ କରାଯାଇଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ସମର୍ଥନ ଜଣାଇଛି। ବର୍ତ୍ତମାନ ବନ୍ଦର ସମୟ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ଓଡ଼ିଶା ବନ୍ଦ କରାଯାଇଛି। କିନ୍ତୁ ବନ୍ଦର ସମ୍ମୁଖ କାରଣ ଚାଷୀ ସମସ୍ୟା ରହିଛି। ଧାନ କ୍ରୟକୁ ଅନିୟମିତତା ବିରୁଦ୍ଧରେ ଏବଂ ଚାଷୀକୁ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା ଦାବିରେ। ଦ୍ୱିତୀୟ କାରଣରୁ ବିଦ୍ୟୁତ୍ ଶୁଳ୍କ ରାଜ୍ୟର ସ୍ମାର୍ଟ ମିଟର ଲଗାଯିବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହା ପରିବହନ ଜରିମାନା ପ୍ରକୃଷଣକୁ ପ୍ରମାଣପତ୍ର ନଥିବା ବର୍ତ୍ତମାନ ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟ ବିରୁଦ୍ଧରେ ଏହି ଆଜି ବର୍ତ୍ତମାନ ଓଡ଼ିଶା ବନ୍ଦ ଡାକରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଦର୍ଶକ ବନ୍ଧୁ, କ'ଣ ପ୍ରଭାବିତ ହୋଇପାରେ? କିନ୍ତୁ ଯାତାୟାତ ବସ୍, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ବିଭିନ୍ନ ସ୍ଥାନରେ ରାସ୍ତା ରୋକ ହେବାର ସମ୍ଭାବନା ଅଛି। ଦୋକାନ ବଜାର, ସହର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିପାରେ। ଶିକ୍ଷକଙ୍କର କେତେ ଘରୋଇ ସ୍କୁଲ ଏବଂ କଲେଜ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରିପାରନ୍ତି। ତେବେ ସରକାର ସ୍ତରୀୟ କୌଣସି ଛୁଟି ଘୋଷଣା କରାଯାଇ ନାହିଁ। କିନ୍ତୁ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଏବଂ ଡାକ୍ତରଖାନା ଭଳି ଜରୁରୀକାଳୀନ ସେବା ହିଁ ବନ୍ଦଯୁକ୍ତ ରହିବ। କିନ୍ତୁ ସତର୍କ, ଯଦି ଆପଣମାନେ କୌଣସି ଜରୁରୀ ଯାତ୍ରା ଅଛି ତେବେ ସକାଳ 6ଟା ପୂର୍ବରୁ ବାହାରିବାକୁ ଚେଷ୍ଟା କରନ୍ତୁ। ଦର୍ଶକ ବନ୍ଧୁ, ଆଜି ଓଡ଼ିଶା ବନ୍ଦ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। କିନ୍ତୁ ଆମେ ଆଉ ଥରେ କହିଦେଉଛୁ, ଯେଉଁଭଳି କୃଷକକୁ ନେଇ ହରତାଳ କରୁଥିବା ଚାଷୀ ଏବଂ କଠିନ ଛଟିନର ସରକାର ବନ୍ଦ ଘୋଷଣା କରିଥିଲା ବେଳେ ଏହି ଛଟିନ ଏବଂ କଠିନକୁ ନେଇ ଚାଷୀ ବର୍ତ୍ତମାନ ଦେଖିବାକୁ ମିଳୁଛି ସବୁ ସୋସାଇଟିରେ କିଏ ବିଷ କାଚ ଧରି ବର୍ତ୍ତମାନ ଧମକ ଦେଉଛି ତ କିଏ ଧାନ ବର୍ତ୍ତମାନ ମଣ୍ଡିରେ ମଧ୍ୟ ଶୋଇଛି। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଲା ପରେ ଆଜି ମଧ୍ୟ ଏହି କଠିନ ଛଟିଣି ପାଇଁ ମଧ୍ୟ ଏହା ମଧ୍ୟ କୃଷକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ମଧ୍ୟ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଯାହା ଅପଡେଟ୍ ଖବର ସାମ୍ନାକୁ ଆସୁଛି, ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବନିର୍ମାଣ କୃଷକ ସଂଘ ପକ୍ଷରୁ ମଧ୍ୟ କରାଯାଇଛି। ଏହା ଓଡ଼ିଶାର ପ୍ରଦେଶ କଂଗ୍ରେସ କମିଟିକୁ ସମର୍ଥନ କରାଯାଇଛି। ବର୍ତ୍ତମାନ ବନ୍ଦର ସମୟ ସକାଳ 6ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ। ଏହା ମଧ୍ୟ 12 ଘଣ୍ଟା ଓଡ଼ିଶା ବନ୍ଦ ରହିବ ବୋଲି ମଧ୍ୟ ଡାକରା ଦେଇଛି କୃଷକ ସଂଘ। କିନ୍ତୁ ବନ୍ଦର ମୁଖ୍ୟତଃ କାରଣ ଚାଷୀ ସମସ୍ୟା ରହିଛି। ଧାନ କ୍ରୟରେ ଅନିୟମିତତା ବିରୁଦ୍ଧରେ ଏବଂ ଚାଷୀ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା ଦାବିରେ ବର୍ତ୍ତମାନ ଯେଉଁଭଳି। ଦ୍ୱିତୀୟ କାରଣ ହେଉଛି ବିଦ୍ୟୁତ୍ ଶୁଳ୍କ ରାଜ୍ୟରେ ସ୍ମାର୍ଟ ମିଟର ଲଗାଇବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏବଂ ପରିବହନର ଜରିମାନା ପ୍ରଦୂଷଣ ବର୍ତ୍ତମାନ ଯେଉଁଭଳି ପ୍ରମାଣପତ୍ର ନଥିବା ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟକୁ ବିରୋଧ କରି ବର୍ତ୍ତମାନ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି। ବର୍ତ୍ତମାନ ଓଡ଼ିଶା ବନ୍ଦ ଡାକରା ଦେଇଛି ଏବଂ ତାହା କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଥିବା ଭଳି ମଧ୍ୟ ଜଣାପଡ଼ିଛି। ଆଉ ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି ତା ସମୟକୁ ଅପେକ୍ଷା। ଦର୍ଶକ ବନ୍ଧୁ, ଶେଷରେ ପାଣିପାଗ ଖବର ପରେ ଟିକେ ନଜର ପକାଇ ନେବା। ଦର୍ଶକ ବନ୍ଧୁ, ରାଜ୍ୟରେ ଆଜିଠୁ କମିବ ଶୀତ। ଏହି ଶୀତକୁ ନେଇ ଅପଡେଟ୍ ଖବର ପୁଣି ସାମ୍ନାକୁ ଆସିଛି। ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ଦର୍ଶକ ବନ୍ଧୁ, ବର୍ତ୍ତମାନ ଓଡ଼ିଶାରେ ପାଖାପାଖି ଶୀତର ପ୍ରକୋପ ଜାରି ରହିଛି ଏବଂ ଶୀତ ପ୍ରକୋପ ଯେତେବେଳେ ଜାରି ରହିଛି ଓଡ଼ିଶା ଉପରେ, ତା ସିଧାସଳଖ ବର୍ତ୍ତମାନ ଦେଖିବାକୁ ମିଳୁଛି ପ୍ରତ୍ୟେକ ସହର ବଜାରଠୁ ସବୁ ସୁନସାନ ହେଉଥିବା ବେଳେ ଏବଂ ଶୀତ ଯେତେ ଦୂର କମୁଛି ଏବଂ ବର୍ତ୍ତମାନ ଯେଉଁଭଳି ଗରମ ମଧ୍ୟ ଦିନରେ ସେତେ ବଢ଼ୁଛି। କିନ୍ତୁ ଆମେ କିଛି ଦୃଶ୍ୟ ଆପଣମାନଙ୍କ ସାମ୍ନାରେ ଦେଖାଉଛୁ। ରାଜ୍ୟରେ ଶୀତର ପରିମାଣ ଯେତେବେଳେ କମିଛି, ପୁଣି ରାଜ୍ୟରେ ଖରାର ପରିମାଣ ଟିକେ ବଢ଼ିଛି। କିନ୍ତୁ ସ୍ପଷ୍ଟ ଚିତ୍ର
आमे आउ थे आपण को कही रखुचु वर्तमान शीतर प्रकोप जेते कमिछि पुणी सेते वर्तमान ओडिशा उपरे यार रही कुहुड़ीर समस्या मध्य रही कुहुड़ी अनेक जिले में देखा मिलूँ एवं कुहुड़ी रे वर्तमान सारा ओडिशा वर्तमान बेहाल परिस्थिति सृष्टि होची यातायात समय रे कुहुड़ी बेसी बाधाप्राप्त सृष्टि करुच्ची एवं समस्त को कुहुड़ी रे वर्तमान लोक मैंने जावासवा करने एक मुस्किल होती किंतु जहाँ पाणीपाग विभाग कहवा अनुजाई वर्तमान जो राज्य रे आज शीतर परिमाण टिके कमिजिबा भलिया लागिबो एवं ताहा मध्य स्पष्ट करिछि राति बेलू शीतर प्रकोप टिके अधिक रोचे विशेष करी आमे देखा गले वर्तमान जो भली जो ओडिशा रे जो 30टी जिला रही एवं 30टी जिले में केतोटी जिला को छाड़देले आउ अन्य जिला मानकरे प्रबल मध्यार शीतर प्रकोप रही अन्य जदि आम गोटे प्रकार कहीपर फुलबाड़ी जो दारिंगबाड़ी अच्छी जो ओडिशार काश्मीर कहले चले काश्मीर रे वर्तमान जो भली शीतर प्रकोप मध्य रही भद्रकर मध्य शीतर रही एवं जहाँ भद्रक बालेश्वर कटक पुरी गंजाम गजपति राउरकेला ढेंकानाल पारादीप संबलपुर बरहमपुर यही स्थान मानकरे अत्यधिक ठंडा मध्य देखा मिलूँ किंतु बड़ कथा होची ठंडा जेते जोर रोचे गरम मध्य सेते जोर होची किंतु भारतीय पाणीपाग विभाग तरफ सूचना देछि वर्तमान पाणीपागर ओडिशा प्रति एते विपज्जनक नाही एवं ताहा पाखापाखि मास वर्तमान जानुआरी मास शेष भाग को पाखापाखि 30 बा 29 तारिख को आकाश सामान्य मेघाच्छन्न रहिला भली लागिबो एवं ताहा राज्य रे अनेक स्थान रे वर्तमान खरा एवं ठंडा बेसी अनुभूत हेबो बोली आकलन करुछि भारतीय पाणीपाग विभाग किंतु भारतीय पाणीपाग विभाग पूर्वान करिछि ओडिशार पाखापाखि शीत प्रकोप जितेबाला कमुची सेतेबेले राति शीतर परिमाण टिके अधिक रोची एवं दिनर प्रबल मात्रा रे गरम जोगरु वर्तमान व्यस्त अस्तव्यस्त लगुच जीवन से सरकार तरफ ग्रीष्म प्रभाव को आखि आगे रखी वर्तमान आगामी सतर्क सूचना जारी करिछि भारतीय पाणीपाग विभाग निजे सचेतन रहिबा सहित अन्य को सचेतन रखिबा